ବନ୍ଧୁଗଣ, 21 ସେପ୍ଟେମ୍ବର 2025 ହେଉଛି ଏହି ବର୍ଷର ଶେଷ ଏବଂ ମହା ସୂର୍ଯ୍ୟଗ୍ରହଣର ଦିନ। ଏହି ଦିନ 7ଟି ମହା ଉପାୟ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟ କରିନିଅନ୍ତୁ, ଆପଣଙ୍କ ଜୀବନର ସମସ୍ତ କଷ୍ଟରୁ ତୁରନ୍ତ ମୁକ୍ତି ମିଳିବ। ଆପଣଙ୍କ ଜୀବନରେ କେବଳ ମୁକ୍ତି ନୁହେଁ, ଧନର ବର୍ଷା ମଧ୍ୟ ହେବ। ଆପଣଙ୍କ ସମସ୍ତ ମନୋକାମନା ପୂରଣ ହେବ। ଆପଣଙ୍କ ଘର ଖୁସିରେ ପରିପୂର୍ଣ୍ଣ ହେବ। ବନ୍ଧୁଗଣ, ଆପଣଙ୍କୁ କହି ରଖୁଛୁ, ଏହି ବର୍ଷର ଶେଷ ଏବଂ ମହା ସୂର୍ଯ୍ୟଗ୍ରହଣ କେବଳ ଏକ ସାଧାରଣ ଖଗୋଳୀୟ ଘଟଣା ନୁହେଁ, ବରଂ ଏହା ଆପଣଙ୍କ ଜୀବନରେ ଚମତ୍କାରୀ ପରିବର୍ତ୍ତନ ଆଣିବାର ଏକ ସୁଯୋଗ। ଏହା କୁହାଯାଏ ଯେ ଏହି ବିଶେଷ ଗ୍ରହଣ ସମୟରେ କରାଯାଇଥିବା ପ୍ରତ୍ୟେକ ଉପାୟ ଆପଣଙ୍କ ଧନ, ସ୍ୱାସ୍ଥ୍ୟ, କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ଉପରେ ତୁରନ୍ତ ସକାରାତ୍ମକ ପ୍ରଭାବ ପକାଇଥାଏ। ଯଦି ଆପଣ ଏହାକୁ ସଠିକ୍ ସମୟ ଏବଂ ବିଧି ଅନୁସାରେ କରନ୍ତି, ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ, ଆପଣଙ୍କ ଜୀବନର ପୁରୁଣା କଷ୍ଟ ଦୂର ହେବ ଏବଂ ପ୍ରତ୍ୟେକ ମନୋକାମନା ପୂରଣ ହେବାର ସମ୍ଭାବନା ବଢ଼ିଯିବ। ଏହା ହେଉଛି ସେହି ସୁଯୋଗ ଯାହାକୁ କେହି ବ୍ୟକ୍ତି ନିଜ ଜୀବନ ଯାତ୍ରାରେ କେବେ ହରାଇବାକୁ ଚାହିଁବେ ନାହିଁ। ତେଣୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ବିନା ବାଧାରେ ଦେଖନ୍ତୁ ଏବଂ ଯଦି ଆପଣ ଚାହୁଁଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଏବଂ ଆପଣଙ୍କ ପରିବାର ଉପରେ ରହୁ, ତେବେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ନିଶ୍ଚିତ ଲେଖନ୍ତୁ। 21 ସେପ୍ଟେମ୍ବର 2022ରେ ବର୍ଷର ଶେଷ ଏବଂ ମହା ସୂର୍ଯ୍ୟଗ୍ରହଣ ହେବାକୁ ଯାଉଛି। ଏହା କୌଣସି ସାଧାରଣ ସୂର୍ଯ୍ୟଗ୍ରହଣ ନୁହେଁ, ବରଂ ଏକ ବିଶାଳ ସୂର୍ଯ୍ୟଗ୍ରହଣ ହେବ। ଏହି କାରଣରୁ କେବଳ ଜ୍ୟୋତିଷୀ ନୁହେଁ, ବୈଜ୍ଞାନିକମାନେ ମଧ୍ୟ ଏହାର ଅପେକ୍ଷାରେ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଗ୍ରହଣକୁ କେବଳ ଏକ ଖଗୋଳୀୟ ଘଟଣା ଭାବେ ନୁହେଁ, ବରଂ ଜୀବନ ଏବଂ ଘରେ ଶକ୍ତିର ପ୍ରବାହକୁ ପରିବର୍ତ୍ତନ କରୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ସମୟ ଭାବେ ବିବେଚନା କରାଯାଇଛି। ଏହି ବର୍ଷର ସୂର୍ଯ୍ୟଗ୍ରହଣ ବିଶେଷ କାରଣ ଏହା ପିତୃପକ୍ଷରେ ଏବଂ ଶାରଦୀୟ ନବରାତ୍ରି ଆରମ୍ଭ ପୂର୍ବରୁ ହେଉଛି। ଏହାର ଅର୍ଥ ପିତୃଙ୍କ ସନ୍ତୁଷ୍ଟିର ସମୟ ଏବଂ ମାତା ଦୁର୍ଗା ଓ ମାତା ଲକ୍ଷ୍ମୀଙ୍କ କୃପାର ସମୟ ଏକା ସାଙ୍ଗରେ ମିଳିତ ହେଉଛି। ପିତୃପକ୍ଷରେ କରାଯାଇଥିବା ତର୍ପଣ ଓ ପୂଜା ପରିବାରରେ ସୁଖ, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଥାଏ। ଅନ୍ୟପକ୍ଷରେ ନବରାତ୍ରି ଆରମ୍ଭରେ ମାତା ଦୁର୍ଗା ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ମନୋକାମନା ପୂରଣ ହୋଇଥାଏ। ଏହି ସମୟରେ କରାଯାଇଥିବା ଗ୍ରହଣ ଉପାୟ ଆପଣଙ୍କ ଜୀବନ, ପରିବାର ଏବଂ ଧନ ସମ୍ପତ୍ତି ଉପରେ ବିଶେଷ ଭାବେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଏହି ସୂର୍ଯ୍ୟଗ୍ରହଣର ମହତ୍ତ୍ୱ କେବଳ ଏକ ଖଗୋଳୀୟ ଘଟଣା ନୁହେଁ, ବରଂ ଏକ ଜୀବନ ପରିବର୍ତ୍ତନକାରୀ ସୁଯୋଗ ଭାବେ ବିବେଚନା କରାଯାଇଛି। ଜ୍ୟୋତିଷମାନଙ୍କ ମତ ଅନୁସାରେ ଏହି ସୂର୍ଯ୍ୟଗ୍ରହଣ ଯେଉଁ ସଂଯୋଗ ସୃଷ୍ଟି କରୁଛି, ଯାହା 412 ବର୍ଷ ପରେ ଆସିଛି। ଏହି ସମୟରେ କରାଯାଇଥିବା କାର୍ଯ୍ୟ ଏବଂ ଉପାୟ 100 ଗୁଣ ଅଧିକ ପ୍ରଭାବ ପକାଇଥାଏ। ଏହି ସୂର୍ଯ୍ୟଗ୍ରହଣ ସମୟରେ ଗ୍ରହମାନଙ୍କର ଗୋଚର ମଧ୍ୟ ହେବ ଏବଂ ମନେ ରଖନ୍ତୁ, ଯେତେବେଳେ ସୂର୍ଯ୍ୟଙ୍କର ଗୋଚର ହୁଏ, ତାହାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବ ପ୍ରତ୍ୟେକ ମନୁଷ୍ୟ ଉପରେ ପଡ଼ିଥାଏ। ଏହି ସମୟରେ ଯଦି ଆପଣ ଆମ ଭିଡ଼ିଓରେ କୁହାଯାଇଥିବା 7ଟି ଉପାୟ ମଧ୍ୟରୁ ଗୋଟିଏ ମହା ଉପାୟ ବିଧିବିଧାନ ଅନୁସାରେ କରିନିଅନ୍ତି, ତେବେ ଆପଣଙ୍କୁ କେବଳ ଆପଣଙ୍କ ଭାଗ୍ୟର ସାଥ ନୁହେଁ, ସୂର୍ଯ୍ୟଦେବଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିବ। ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ, ସେଥିରେ ସଫଳତା ପାଇବେ। ବନ୍ଧୁଗଣ, ସୂର୍ଯ୍ୟଗ୍ରହଣ ଚନ୍ଦ୍ରଗ୍ରହଣ ଅପେକ୍ଷା 10 ଗୁଣ ଅଧିକ ପ୍ରଭାବଶାଳୀ ହୋଇଥାଏ। ମନେ ରଖନ୍ତୁ, ଶ୍ରଦ୍ଧା ଓ ବିଶ୍ୱାସ ସହିତ କରାଯାଇଥିବା ପ୍ରତ୍ୟେକ ଉପାୟ ଚମତ୍କାର ସୃଷ୍ଟି କରିବାର ଶକ୍ତି ରଖିଥାଏ। ଏହା କେବଳ ଧାର୍ମିକ ବା ପାରମ୍ପରିକ କଥା ନୁହେଁ, ହଜାର ହଜାର ବର୍ଷ ଧରି ପ୍ରାଚୀନ ବେଦ ଓ ତନ୍ତ୍ରଶାସ୍ତ୍ର ଏହାର ପ୍ରମାଣ ଦେଇଥାଏ ଯେ ସମ୍ପୂର୍ଣ୍ଣ ନିଷ୍ଠା ଓ ବିଶ୍ୱାସ ସହିତ କରାଯାଇଥିବା ଉପାୟ ଆପଣଙ୍କ ଜୀବନରେ ଧନ, ସୁଖ, ଶାନ୍ତି ଏବଂ ସଫଳତା ଆଣିଥାଏ। ତେଣୁ ଏହି ଉପାୟଗୁଡ଼ିକୁ ପୂର୍ଣ୍ଣ ମନ ଓ ଶ୍ରଦ୍ଧା ସହିତ ପାଳନ କରନ୍ତୁ। ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଜୀବନରେ ରହୁ ଏବଂ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତିର ଶୀର୍ଷକୁ ପହଞ୍ଚନ୍ତୁ। ଆପଣଙ୍କ ଜାଣିବା ପାଇଁ କହୁଛୁ ଯେ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଗ୍ରହଣକୁ ଏକ ଅଶୁଭ ସମୟ ଭାବେ ବିବେଚନା କରାଯାଇଛି। ଏହି ସମୟରେ ପୃଥିବୀ ଓ ଆକାଶ ଶକ୍ତି ପରିବର୍ତ୍ତନ ହୁଏ,
ଯାହା ମନୁଷ୍ୟ ଏବଂ ତାଙ୍କ ଆଖପାଖ ପରିସ୍ଥିତି ଉପରେ ପ୍ରଭାବ ପକାଇପାରେ। ତେଣୁ ଗ୍ରହଣ ସମୟରେ କେଉଁ ସତର୍କତା ପାଳନ କରିବା ଉଚିତ ଏବଂ କେଉଁ ଭୁଲରୁ ଦୂରେଇ ରହିବା ଉଚିତ ତାହା ଜାଣିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ମନେ ରଖନ୍ତୁ, ଗ୍ରହଣର ପ୍ରଭାବ ସାଧାରଣ ସମୟ ଅପେକ୍ଷା 100 ଗୁଣ ଅଧିକ ହୋଇଥାଏ। ଅର୍ଥାତ୍ କୌଣସି ଛୋଟ ଭୁଲ ମଧ୍ୟ ବଡ଼ ପ୍ରଭାବ ଆଣିପାରେ। ତେଣୁ ଏହି ସମୟରେ ସତର୍କ ରହିବା ଏବଂ ଜାଣିଶୁଣି ଭୁଲ ନ କରିବା ଆପଣଙ୍କ ପାଇଁ ନିରାପଦ ଏବଂ ଲାଭଦାୟକ ହେବ। ସୂର୍ଯ୍ୟଗ୍ରହଣ ସମୟରେ କେତେକ ଏଭଳି ଭୁଲ ଅଛି ଯାହା ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ଆମେ ଏହି ଭିଡ଼ିଓରେ ସେହି ସମ୍ପର୍କରେ ଆପଣଙ୍କୁ କହିବୁ। ଯେତେବେଳେ ସୂର୍ଯ୍ୟଗ୍ରହଣ ହୁଏ, ପୃଥିବୀ ସହ ଜଡ଼ିତ ବିପଦ ଏବଂ ସମସ୍ୟା ନିଶ୍ଚିତ ଆସିଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଚିତ୍ରା ନକ୍ଷତ୍ରରେ ହେବାକୁ ଯାଉଛି। ଅନ୍ୟପକ୍ଷରେ ଯେଉଁଦିନ ସୂର୍ଯ୍ୟଗ୍ରହଣ ହେବ ସେହି ଦିନ ଆଶ୍ୱିନ ଅମାବାସ୍ୟା ମଧ୍ୟ ପଡ଼ୁଛି। ଆଶ୍ୱିନ ଅମାବାସ୍ୟା ସମ୍ପର୍କରେ ଯଦି ଆପଣ ଜାଣିନାହାନ୍ତି, ତେବେ ଆପଣଙ୍କ ଜାଣିବା ପାଇଁ କହୁଛୁ ଯେ ଆଶ୍ୱିନ ଅମାବାସ୍ୟା ହେଉଛି ସେହି ଅମାବାସ୍ୟା ଯେଉଁଦିନ ମାତା ଲକ୍ଷ୍ମୀ ପୃଥିବୀକୁ ଆସି ବାସ କରନ୍ତି। ଉଲୁକୁ ବାହନ ଭାବେ ନେଇ ସେ ସମଗ୍ର ପୃଥିବୀରେ ଭ୍ରମଣ କରନ୍ତି। ଏହି ସମୟରେ ଯଦି ଆପଣ ଆମ ଭିଡ଼ିଓରେ କୁହାଯାଇଥିବା 7ଟି ଉପାୟ ମଧ୍ୟରୁ ଗୋଟିଏ ଉପାୟ ବିଧିବିଧାନ ଅନୁସାରେ ସଠିକ୍ ମୁହୂର୍ତ୍ତରେ କରିନିଅନ୍ତି, ତେବେ ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟ, ସମସ୍ୟା ଓ କଷ୍ଟରୁ ତୁରନ୍ତ ମୁକ୍ତି ମିଳିବ। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ଆପଣଙ୍କ ଜୀବନରେ ଧନ ଆସିବାର ପଥ ଖୋଲିଯିବ। ଯେଉଁ ଧନ ଆସିବ ତାହା ରହିବ ଏବଂ ବୃଦ୍ଧି ପାଇବ। ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ ଜୀବନରେ ବହୁତ ଉନ୍ନତି କରିବେ ଏବଂ ଆଗକୁ ବଢ଼ିବେ। ଏହି ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ଯେ 21 ସେପ୍ଟେମ୍ବର 2025ରେ ସୂର୍ଯ୍ୟଗ୍ରହଣ କେତେବେଳେ ଆରମ୍ଭ ହେବ ଏବଂ କେତେବେଳେ ଶେଷ ହେବ। ସୂତକ କାଳ କେତେ ଘଣ୍ଟା ରହିବ। ତାପରେ ଆମେ ଆପଣଙ୍କୁ କହିବୁ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଗ୍ରହଣ ଦିନ କେଉଁ ଭୁଲ ଗୁଡ଼ିକ ଆପଣଙ୍କୁ କରିବା ଉଚିତ ନୁହେଁ। ତାପରେ ତନ୍ତ୍ରଶାସ୍ତ୍ର ଅନୁସାରେ ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟଗ୍ରହଣ ଦିନ 7ଟି ଉପାୟ ମଧ୍ୟରୁ କେଉଁ ମହା ଉପାୟ ଆପଣ କରିପାରିବେ, ଯାହା କରିବା ପରେ କେବଳ ଆପଣଙ୍କର ନୁହେଁ, ଆପଣଙ୍କ ସମଗ୍ର ପରିବାରର ଜୀବନରେ ଏକ ଚମତ୍କାରୀ ଓ ସକାରାତ୍ମକ ପରିବର୍ତ୍ତନ ଆସିବ। ତେଣୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ବିନା ବାଧାରେ ଦେଖନ୍ତୁ। ଯଦି ଆପଣ ଚାହୁଁଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଏବଂ ଆପଣଙ୍କ ପରିବାର ଉପରେ ରହୁ, ତେବେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସ ସହିତ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖନ୍ତୁ। ଏହି କାମ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କ ରାଶି ମଧ୍ୟ ଲେଖନ୍ତୁ। ଆପଣଙ୍କ ରାଶି ଅନୁସାରେ ଯଦି କୌଣସି ଏଭଳି ଉପାୟ ଅଛି ଯାହା ସୂର୍ଯ୍ୟଗ୍ରହଣ ଦିନ କରି ଆପଣ ଲାଭ ପାଇପାରନ୍ତି, ତାହା ଆମେ ଆପଣଙ୍କ କମେଣ୍ଟରେ ରିପ୍ଲାଏ କହିଦେବୁ। କିନ୍ତୁ ଭିଡ଼ିଓକୁ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଭାରତରେ 21 ସେପ୍ଟେମ୍ବର 2025 ରାତିରେ ସୂର୍ଯ୍ୟଗ୍ରହଣ 10:57ରେ ଆରମ୍ଭ ହେବ, ଯେତେବେଳେ ଆଶ୍ୱିନ ଅମାବାସ୍ୟାର ଶୁଭ ମୁହୂର୍ତ୍ତ ମଧ୍ୟ ଆରମ୍ଭ ହେବ। ଏହା ସମାପନ ମଧ୍ୟରାତ୍ରି 3:26ରେ ହେବ, ଯେତେବେଳେ ଆଶ୍ୱିନ ଅମାବାସ୍ୟା ମଧ୍ୟ ଶେଷ ହେବ। ଏଭଳି ଶୁଭ ସମୟ 412 ବର୍ଷ ପରେ ଆସିଛି। ଆପଣ ବିଲକୁଲ ଠିକ୍ ଶୁଣିଛନ୍ତି ବନ୍ଧୁଗଣ, ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ଏହି ସୂର୍ଯ୍ୟଗ୍ରହଣ ସମୟରେ ଆପଣ ଯେଉଁ ଉପାୟ କରିବେ ତାହାର ଲାଭ ଆପଣଙ୍କୁ କୋଟି ଗୁଣ ମିଳିବ। ପ୍ରଥମେ ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟଗ୍ରହଣ ସମୟରେ କେଉଁ ଭୁଲ ଗୁଡ଼ିକ ଆପଣଙ୍କୁ କରିବା ଉଚିତ ନୁହେଁ। ଯେମିତି ଆମେ ଭିଡ଼ିଓ ଆରମ୍ଭରେ କହିଛୁ, 21 ସେପ୍ଟେମ୍ବର ରାତିରେ ସୂର୍ଯ୍ୟଗ୍ରହଣ 10:57ରୁ ଆରମ୍ଭ ହେଉଛି। ଏହି ସମୟରେ ଆପଣ ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ କି ଖାଆନ୍ତୁ ନାହିଁ। ଦ୍ୱିତୀୟ, ଯଦି ଆପଣଙ୍କ ବିବାହ ହୋଇଛି, ତେବେ ଏହି ଦିନ ସାରା ଆପଣ ଆପଣଙ୍କ ଜୀବନସାଥୀ ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ତୃତୀୟ କଥା, ସୂର୍ଯ୍ୟଗ୍ରହଣ ପରେ ଘରେ ମହିଳାମାନେ କଙ୍କଣି ଦେଖନ୍ତୁ ନାହିଁ କି ବ୍ୟବହାର କରନ୍ତୁ ନାହିଁ। କଙ୍କଣି ମତଲବ କମ୍ବ। ସେହିପରି ଯେତେ ସମୟ ସୂର୍ଯ୍ୟଗ୍ରହଣ ଚାଲିବ ସେତେ ସମୟ ଘରେ କେହି ଚାକୁ, କଇଁଚି କିମ୍ବା ଅନ୍ୟ ତୀକ୍ଷ୍ଣ ଜିନିଷ ଛୁଇଁବେ ନାହିଁ କି ବ୍ୟବହାର କରିବେ ନାହିଁ। ବେଦ ପୁରାଣ ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ଅଟେ ଏବଂ ଏହା କରିବା ଦ୍ୱାରା ଘରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ବନ୍ଧୁଗଣ, ସୂର୍ଯ୍ୟଗ୍ରହଣ ରବିବାର ଦିନ ହେଉଛି। ଯଦିଓ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, ତଥାପି ଏହି ଦିନ ଆପଣ ଚୁଟି କାଟନ୍ତୁ ନାହିଁ କି ନଖ କାଟନ୍ତୁ ନାହିଁ, ନଚେତ୍ ଏହା ସିଧା ସିଧି ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପଡ଼ିବ।
ଦ୍ୱିତୀୟତଃ ଏହି ଦିନ ଭୁଲରେ ମଧ୍ୟ ତେଲ ମାଲିସ କରନ୍ତୁ ନାହିଁ କି ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଶରୀର ଉପରେ ଶନି ଦୋଷ, ମଙ୍ଗଳ ଦୋଷ ଭଳି ଦୋଷର ପ୍ରଭାବ ପଡ଼ିପାରେ। ଏବଂ ବନ୍ଧୁଗଣ, ଏହି କଥା ମନେ ରଖନ୍ତୁ, ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ସମୟରେ ଯଦିଓ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, ଆପଣଙ୍କ ଘରେ ଗର୍ଭବତୀ ମହିଳା ଘରୁ ବାହାରକୁ ବିଲକୁଲ ଯିବେ ନାହିଁ କି ଛାତ ଉପରକୁ ଯିବେ ନାହିଁ, ନଚେତ୍ ଏହାର ପ୍ରଭାବ ସିଧାସଳଖ ତାଙ୍କ ଗର୍ଭରେ ଥିବା ଶିଶୁ ଉପରେ ପଡ଼ିପାରେ। ଏବେ ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟଗ୍ରହଣ ସମୟରେ କେଉଁ 7ଟି ଉପାୟ ତନ୍ତ୍ରଶାସ୍ତ୍ରରେ ଲେଖାଯାଇଛି। ଏହି 7ଟି ଉପାୟ ମଧ୍ୟରୁ ଯଦି ଆପଣ ଗୋଟିଏ ମହା ଉପାୟ ସଠିକ ମୁହୂର୍ତ୍ତରେ ବିଧିବିଧାନ ଅନୁସାରେ କରନ୍ତି, ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ବରଦାନ ଓ ଆଶୀର୍ବାଦ ମିଳିବ, ଯାହାପରେ ଆପଣଙ୍କ ଜୀବନରେ ଏକ ଚମତ୍କାରୀ ଓ ସକାରାତ୍ମକ ପରିବର୍ତ୍ତନ ଆସିବ। ଚାଲନ୍ତୁ ଆମେ ଆପଣଙ୍କୁ ଏକ ଏକ କରି ଉପାୟ ସଠିକ ଭାବେ କହୁଛୁ, କିନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କୁ ଅନୁରୋଧ, ଯଦି ଏପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତେବେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବାକୁ ଭୁଲନ୍ତୁ ନାହିଁ। ପ୍ରଥମ ଉପାୟ, ଘରେ ବରକତର ମହା ଉପାୟ। ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ ବରକତ ହେଉ, ଘରର ଉନ୍ନତି ହେଉ, ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ, ତାଙ୍କ ଆଶୀର୍ବାଦରେ ଆପଣଙ୍କ ଘରେ ଧନ ବର୍ଷା ହେଉ, ଆପଣଙ୍କ ତିଜୋରୀ ସବୁବେଳେ ନୋଟରେ ଭର୍ତ୍ତି ରହୁ, ତେବେ ଆମେ ଆପଣଙ୍କୁ ତନ୍ତ୍ରଶାସ୍ତ୍ରର 68 ନମ୍ବର ଅଧ୍ୟାୟରୁ ଏକ ମହା ଉପାୟ କହୁଛୁ। ଏହି ଉପାୟ ଯଦି ଆପଣ ସୂର୍ଯ୍ୟଗ୍ରହଣ ଦିନ କରିନିଅନ୍ତି, ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଆପଣଙ୍କ ଘରେ ଧନର ବର୍ଷା ହେବ। ଏହା ଏକ ବହୁତ ସହଜ ଉପାୟ। ଆପଣଙ୍କୁ କ'ଣ କରିବାକୁ ପଡ଼ିବ? 21 ସେପ୍ଟେମ୍ବର 2025 ରାତିରେ ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ 10:57 ପୂର୍ବରୁ ଆପଣଙ୍କୁ ଏକ ପିତ୍ତଳର କଟୋରୀ ଆଣିବାକୁ ପଡ଼ିବ। ପିତ୍ତଳର କଟୋରୀ ହିଁ ଆଣିବାକୁ ପଡ଼ିବ। ଷ୍ଟିଲର କଟୋରୀ ବ୍ୟବହାର କରିପାରିବେ ନାହିଁ। ଏହି କଟୋରୀରେ ଗଙ୍ଗା ଜଳ ପୂରାଇ ଏକ ଟଙ୍କାର ମୁଦ୍ରା ପକାଇ ଦିଅନ୍ତୁ। 1 ଟଙ୍କାର ମୁଦ୍ରା ଷ୍ଟେନଲେସ୍ ଷ୍ଟିଲରେ ତିଆରି ହୋଇଥାଏ, ଯାହା ଶୁକ୍ର ଗ୍ରହର କାରକ। ଶୁକ୍ର ଗ୍ରହ ମନୁଷ୍ୟର ଜୀବନରେ ଧନ ଓ ସମ୍ପଦ ସହିତ ଜଡ଼ିତ। ଶୁକ୍ର ଗ୍ରହ ମାତା ଲକ୍ଷ୍ମୀଙ୍କ ନିୟନ୍ତ୍ରଣରେ ଥାଏ। ଏହି କଟୋରୀକୁ ନେଇ ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ ଆପଣଙ୍କ ଘରର ଛାତ ଉପରେ ଏମିତି ଏକ ସ୍ଥାନରେ ରଖିବାକୁ ପଡ଼ିବ ଯେଉଁଠାରେ ଚନ୍ଦ୍ରର ଆଲୋକ ଆସୁଥିବ, କାରଣ ଏହି ସମୟରେ ଆଶ୍ୱିନ ଅମାବାସ୍ୟାର ଶୁଭ ମୁହୂର୍ତ୍ତ ଆରମ୍ଭ ହେବ ଏବଂ ଏହି ସମୟରେ ମାତା ଲକ୍ଷ୍ମୀ ପୃଥିବୀରେ ଭ୍ରମଣ କରିବାକୁ ବାହାରନ୍ତି। ପରଦିନ ଅର୍ଥାତ୍ 22 ସେପ୍ଟେମ୍ବର ଆପଣଙ୍କୁ ଚୁପଚାପ ଏହି ମୁଦ୍ରାଟିକୁ ଉଠାଇ ଆଣି ଆପଣଙ୍କ ଘରର ଆଲମାରୀ କିମ୍ବା ତିଜୋରୀରେ ଯେଉଁଠାରେ ଆପଣଙ୍କ ଟଙ୍କା ରଖନ୍ତି ସେଠାରେ ରଖିଦେବେ। ଏତିକି ଉପାୟ ଯଦି ଆପଣ ଏହି ଆଶ୍ୱିନ ଅମାବାସ୍ୟା ତିଥିରେ କରିନିଅନ୍ତି, ତେବେ ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ ଆଲମାରୀ ଓ ତିଜୋରୀ ସବୁବେଳେ ନୋଟରେ ଭର୍ତ୍ତି ରହିବ। ଏହି ମୁଦ୍ରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ହେବ, ଯାହାପରେ ଆପଣଙ୍କ ଜୀବନରେ ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ। ଆପଣଙ୍କ ଜୀବନରେ ଯେଉଁ ଧନ ଆସିବ ତାହା ବୃଦ୍ଧି ହେବ। ଦ୍ୱିତୀୟ ଉପାୟ, ଅଯଥା ଖର୍ଚ୍ଚରୁ ବଞ୍ଚିବାର ମହା ଉପାୟ। ବନ୍ଧୁଗଣ, ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କ ଜୀବନରେ ଧନ ଆସୁନାହିଁ କିମ୍ବା ଯେଉଁ ଧନ ଆସୁଛି ତାହା ଅଯଥା ଖର୍ଚ୍ଚରେ ଉଡ଼ିଯାଉଛି, ତେବେ ଏହାର ମୁଖ୍ୟ କାରଣ ଦେଖନ୍ତୁ। ଏହାର ମୁଖ୍ୟ କାରଣ ହେଉଛି ଆପଣଙ୍କ ଶୁକ୍ର ଗ୍ରହ ଦୁର୍ବଳ ଅଛି। ଯେଉଁ ବ୍ୟକ୍ତିର ଶୁକ୍ର ଗ୍ରହ ଦୁର୍ବଳ ଥାଏ ତାଙ୍କ ଜୀବନରେ ଧନ ଟିକିପାରେ ନାହିଁ। ଆମେ ଯେଉଁ ଉପାୟ କହୁଛୁ, ଯଦି ଆପଣ ଏହା କରିନିଅନ୍ତି ତେବେ ଆପଣଙ୍କ ଶୁକ୍ର ଗ୍ରହ ମଜବୁତ ହେବ ଏବଂ ଆପଣଙ୍କ ଜୀବନରେ ଧନ ଆସିବାର ପଥ ଖୋଲିଯିବ। ଯେଉଁ ଧନ ଆସିବ ତାହା ରହିବ, ଟିକିବ ଓ ବୃଦ୍ଧି ପାଇବ। ଏହା ଏକ ବହୁତ ସହଜ ଉପାୟ। ଏହି ଉପାୟ ଆପଣଙ୍କୁ 22 ସେପ୍ଟେମ୍ବର ସନ୍ଧ୍ୟା 5:30 ପରେ ଏବଂ ରାତି 11ଟା ପୂର୍ବରୁ କରିବାକୁ ପଡ଼ିବ। 5:30 ପରେ ଆପଣ ଗାଧୋଇ ପଡ଼ନ୍ତୁ। ଗାଧୋଇବା ପରେ 2ଟି ଏଲାଇଚି ନିଅନ୍ତୁ। ଏଲାଇଚି କାହିଁକି? ଏଲାଇଚି ଶୁକ୍ର ଗ୍ରହର କାରକ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାରେ ଏଲାଇଚି ବ୍ୟବହାର କଲେ ପୂଜା ତୁରନ୍ତ ସିଦ୍ଧି ହୋଇଥାଏ। ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ଯେଉଁ ମୂର୍ତ୍ତି ବା ଚିତ୍ର ଅଛି ତାଙ୍କ ସାମ୍ନାରେ ଘିଅ ଦୀପ ଜଳାନ୍ତୁ। 2ଟି ଏଲାଇଚି ହାତରେ ନେଇ ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଜପ କରନ୍ତୁ। ବୀଜ ମନ୍ତ୍ର ହେଉଛି ଓଁ ମହାଲକ୍ଷ୍ମୀ ନମଃ। ଆମେ ଆଉ ଥରେ ପୁନରାବୃତ୍ତି କରୁଛୁ, ଓଁ ମହାଲକ୍ଷ୍ମୀ ନମଃ। ଏହି ବୀଜ ମନ୍ତ୍ରରେ 21 ଥର ଜପ କରନ୍ତୁ, କାରଣ 21 ହେଉଛି ମାତା ଲକ୍ଷ୍ମୀଙ୍କ ପ୍ରିୟ ସଂଖ୍ୟା।
ଏବେ 2ଟି ଏଲାଇଚି ମଧ୍ୟରୁ ଗୋଟିଏ ଏଲାଇଚିକୁ ଆପଣ ଆଲମାରି ବା ତିଜୋରିରେ ରଖନ୍ତୁ ଏବଂ ଅନ୍ୟ ଏଲାଇଚିଟିକୁ ଆପଣଙ୍କ ପର୍ସରେ ରଖନ୍ତୁ। ଏହି ଏଲାଇଚିଟିକୁ ସବୁବେଳେ ପର୍ସରେ ରଖିଥିବେ। ଏତିକି ଉପାୟ ଯଦି ଆପଣ କରିନିଅନ୍ତି ତେବେ ଏହି ଏଲାଇଚି ଆପଣଙ୍କ ଶୁକ୍ର ଗ୍ରହକୁ ସଠିକ୍ କରିଦେବ। ଆପଣଙ୍କ ଜୀବନରେ ଯେଉଁ ଧନ ଅଯଥା ଖର୍ଚ୍ଚ ଉଡ଼ିଯାଉଛି ତାହା ଟିକିବ ଏବଂ ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ ଧନର ଅଭାବ ହେବ ନାହିଁ। ତେଣୁ ଏହି ଉପାୟ କରିବା ଭୁଲନ୍ତୁ ନାହିଁ। ତୃତୀୟ ଉପାୟ, ଶନି ଦୋଷ, ମଙ୍ଗଳ ଦୋଷ, 7.5 ଓ ଢେୟରୁ ମୁକ୍ତିର ମହା ଉପାୟ। ବନ୍ଧୁଗଣ, ଆପଣ ଜାଣିବା ପାଇଁ କହୁଛୁ, ଏହି ସୂର୍ଯ୍ୟଗ୍ରହଣ ରବିବାର ଦିନ ଚିତ୍ରା ନକ୍ଷତ୍ରରେ ହେଉଛି ଏବଂ ଏହି ଦିନ ଶିବଯୋଗର ନିର୍ମାଣ ମଧ୍ୟ ହେଉଛି। ଶାସ୍ତ୍ର ଓ ବେଦ ପୁରାଣରେ ଲେଖାଯାଇଛି ଯେ ଚିତ୍ରା ନକ୍ଷତ୍ରରେ ଯଦି ଶିବଯୋଗ ପଡୁଛି ଏବଂ ଏହି ଦିନ କେହି ବ୍ୟକ୍ତି 1 କିଲୋ ଚିନି ଓ 1 ଲିଟର ସୋରିଷ ତେଲ କୌଣସି ମନ୍ଦିରରେ ପୂଜାରୀଙ୍କୁ ଦାନ କରେ ତେବେ ତାଙ୍କ ଉପରେ ଥିବା ଦୋଷର ପ୍ରଭାବ ପ୍ରାୟ ନାମମାତ୍ର ହୋଇଥାଏ। ତେଣୁ ଯଦି ଆପଣ ଆପଣଙ୍କ ଦୁର୍ଭାଗ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଚିନି ଓ ତେଲ କୌଣସି ମନ୍ଦିରର ପୂଜାରୀକୁ ଦାନ କରିବା ଭୁଲନ୍ତୁ ନାହିଁ। ଚତୁର୍ଥ ଉପାୟ, ଭାଗ୍ୟର ସାଥ ପାଇବାର ମହା ଉପାୟ। ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଭାଗ୍ୟ ସବୁବେଳେ ଆପଣଙ୍କୁ ସାଥ ଦେଉ, ଆପଣଙ୍କ କିସ୍ମତର ତାଲାକୁ ଚାବି ଲାଗିଯାଉ, ତେବେ ଗୋଟିଏ କାମ କରନ୍ତୁ। ଏହି ସୂର୍ଯ୍ୟଗ୍ରହଣ ଦିନ ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ ଏକ ତାଲା ଓ ଚାବି କିଣିକି ଆଣିବାକୁ ପଡ଼ିବ। ରାତି 11ଟା ପୂର୍ବରୁ ଯେତେବେଳେ ସୂର୍ଯ୍ୟଗ୍ରହଣ ଓ ଆଶ୍ୱିନ ମାସ ଆରମ୍ଭ ହେବାକୁ ଯାଉଛି ସେହି ସମୟରେ ଏହି ତାଲା ଓ ଚାବିକୁ ନେଇ ଆପଣଙ୍କୁ ଆପଣଙ୍କ ଘରର ଛାତ ଉପରେ ଏମିତି ଏକ ସ୍ଥାନରେ ରଖିବାକୁ ପଡ଼ିବ ଯେଉଁଠାରେ ଚନ୍ଦ୍ରର ଆଲୋକ ଆସୁଥିବ। ପରଦିନ ଏହି ତାଲା ଓ ଚାବିକୁ ଆପଣ କୌଣସି ମନ୍ଦିରର ପୂଜାରୀଙ୍କୁ ଦାନ କରିଦେବେ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଓ ତନ୍ତ୍ରଶାସ୍ତ୍ର ଉଭୟରେ ଲେଖା ହୋଇଛି ଯେ ଆଶ୍ୱିନ ଅମାବାସ୍ୟା ଓ ସୂର୍ଯ୍ୟଗ୍ରହଣ ସମୟରେ ତାଲା ଓ ଚାବିର ଦାନ କୌଣସି ମନ୍ଦିରର ପୂଜାରୀକୁ କରାଯାଏ। ତେବେ ବ୍ୟକ୍ତିର ଭାଗ୍ୟର ତାଲାକୁ ଚାବି ଲାଗିଯାଏ, ତାଙ୍କର ଭାଗ୍ୟ ପ୍ରବଳ ହୋଇଥାଏ, ତାଙ୍କର ନବଗ୍ରହ ତାଙ୍କୁ ସାଥ ଦେବା ଆରମ୍ଭ କରନ୍ତି। ସେ ବ୍ୟକ୍ତି ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ତାଙ୍କୁ ଲାଭ ଦେଇଥାଏ। ଆପଣ ଛୋଟ ତାଲା ଓ ଚାବି ମଧ୍ୟ ନେଇପାରନ୍ତି, ବଡ଼ ମଧ୍ୟ ନେଇପାରନ୍ତି, ଏହା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ। ବନ୍ଧୁଗଣ, ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କୁ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରିବା ଭୁଲନ୍ତୁ ନାହିଁ ଏବଂ କମେଣ୍ଟରେ ଜୟ ମା ମହାଲକ୍ଷ୍ମୀ ଲେଖନ୍ତୁ। ପଞ୍ଚମ ଉପାୟ, ମାତା ଲକ୍ଷ୍ମୀଙ୍କ କୃପା ପାଇଁ ଯଦି ଆପଣ ଚାହୁଁଛନ୍ତି ଯେ ଏହି ଆଶ୍ୱିନ ଅମାବାସ୍ୟା ତିଥିରେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଘରେ ରହୁ, ତେବେ ଗୋଟିଏ କାମ କରନ୍ତୁ। 21 ସେପ୍ଟେମ୍ବର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଲ ଭାବେ ଗାଧୋଇବା ପରେ ଆପଣଙ୍କୁ ହଳଦୀ ଦ୍ୱାରା ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ 11ଟି ସ୍ୱସ୍ତିକ ଚିହ୍ନ ତିଆରି କରିବାକୁ ପଡ଼ିବ। ଯଦି ଆପଣ ଏହି ଅମାବାସ୍ୟା ତିଥିରେ ଏହା କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଓ ପୁରା ବର୍ଷ ଆପଣଙ୍କ ଘରେ ରହିବ। ଆପଣଙ୍କ ଘରେ ବରକତ ହେବ। ଆପଣଙ୍କ ଘରର ପ୍ରତ୍ୟେକ ସଦସ୍ୟର ଭାଗ୍ୟ ପ୍ରବଳ ହେବ। ଷଷ୍ଠ ଉପାୟ, ଗ୍ରହଣର ଦୁଷ୍ପ୍ରଭାବରୁ ରକ୍ଷା ପାଇଁ ଯଦି ଆପଣ ଚାହୁଁଛନ୍ତି ଯେ ଏହି ସୂର୍ଯ୍ୟଗ୍ରହଣ କୌଣସି ଦୁଷ୍ପ୍ରଭାବ ଆପଣଙ୍କ ଘରେ ନ ପଡ଼ୁ, ତେବେ ଗୋଟିଏ କାମ କରନ୍ତୁ। ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ 11 କିମ୍ବା 21 କିମ୍ବା 51 ସଂଖ୍ୟାରେ ରୁଟି ତିଆରି କରାଇ ନେବାକୁ ପଡ଼ିବ। ପ୍ରତ୍ୟେକ ରୁଟି ଉପରେ ଅଳ୍ପ ଭଲ ଗୁଡ଼ ରଖି କୌଣସି ଗାଈକୁ ଖୁଆଇ ଦିଅନ୍ତୁ। ଏତିକି ଉପାୟ ଯଦି ଆପଣ 21 ସେପ୍ଟେମ୍ବର ସକାଳୁ ରାତି ମଧ୍ୟରେ କରିନିଅନ୍ତି ତେବେ ବିଶ୍ୱାସ କରନ୍ତୁ, ଏହି ସୂର୍ଯ୍ୟଗ୍ରହଣର କୌଣସି ଦୁଷ୍ପ୍ରଭାବ ଆପଣଙ୍କ ଘରେ ପଡ଼ିବ ନାହିଁ। କାରଣ ଗୋଟିଏ ଗାଈରେ 33 କୋଟି ଦେବଦେବତାଙ୍କର ବାସ ରହିଥାଏ। ଗାଈର ଗୋବରରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ। ଗାଈର ଶିଙ୍ଗ ମଧ୍ୟରେ ଭଗବାନ ଶିବଙ୍କର ବାସ ରହିଥାଏ। ତେଣୁ ଏହି ଉପାୟ କରିବାକୁ ଭୁଲନ୍ତୁ ନାହିଁ ଏବଂ ତୁରନ୍ତ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ସପ୍ତମ ଉପାୟ, ସମୃଦ୍ଧି ଓ ସୁଖ ପାଇଁ। ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ସମୃଦ୍ଧି ଓ ସୁଖ ସବୁବେଳେ ରହୁ, ତେବେ 21 ସେପ୍ଟେମ୍ବର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏକ ସରଳ ଉପାୟ କରନ୍ତୁ। ଗାଧୋଇବା ପରେ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଏକ କଳସ ଗଙ୍ଗା ଜଳ ପୁରାଇ ତା ଉପରେ ଅଳ୍ପ କୁଙ୍କୁମ ଓ ହଳଦୀ ମିଶାଇ ରଖନ୍ତୁ। ଏହି କଳସକୁ ଘରର ମୁଖ୍ୟ ଦ୍ୱାର ପାଖରେ ରଖି ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ।
ଏବଂ ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ ଘରେ ସମୃଦ୍ଧି ଓ ସୁଖ ବଢ଼ିବ। ବନ୍ଧୁଗଣ, ଏହି ସମସ୍ତ ଉପାୟ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସ ସହିତ କରନ୍ତୁ। ଯଦି ଆପଣ ଏହି ଉପାୟ ଗୁଡ଼ିକୁ ସଠିକ୍ ଭାବେ କରନ୍ତି, ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ସବୁବେଳେ ରହିବ। ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ଲେଖନ୍ତୁ ଏବଂ ଆପଣଙ୍କ ରାଶି ମଧ୍ୟ କମେଣ୍ଟରେ ଲେଖନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କ ରାଶି ଅନୁସାରେ ଅନ୍ୟ ଉପାୟ କହିପାରିବୁ। ଜୟ ମାତା ଲକ୍ଷ୍ମୀ।